ହ୍ୟାଲୋ ଭାଇ ହ୍ୟାଲୋ ଭାଇ ନମସ୍କାର। ଜୟ ଜଗନ୍ନାଥ। ଆପଣ ଗୋଟେ କଥାଟେ କହିବାକୁ ଯାଉଛି, ଆପଣମାନେ ଖରାପ ଭାବିବେନି। ଆଉ ମୁଁ ଏବେ ଥରେ ଯାଇଥିଲି କୋରାପୁଟରୁ ଫେରିଲା ବେଳକୁ ଗୋଟେ 10 ଚକିଆ ନା 12 ଚକିଆ ଟ୍ରକ୍ ଆଉ ସେ କ'ଣ ହେଇଛି ନା, ସେ କ'ଣ କୋଇଲା ଲୋଡ଼୍ କରିକି ଆସିଥିଲା। ସେ ହେଲ୍ପର କ'ଣ ଗୋଟେ ଭୁଲ କାମ କରିଛି, ଆଉ ସେ ଡ୍ରାଇଭର ତାକୁ ଘୋରେଇବା ପାଇଁ ଚେଷ୍ଟା କରୁଛି, କିନ୍ତୁ ଘୋରେଇ ପାରିନି। ମାଲିକ ସେ କଥା ଜାଣିକି ହେଲ୍ପରକୁ ସୋଧାସୋଧି କରୁଛି, ଗାଳି ଗ୍ଲୋଜ କରୁଛି। ହେଲ୍ପର ତାକୁ ଘୋରେଇବା ପାଇଁ ଡ୍ରାଇଭର ତାକୁ ଘୋରେଇବା ପାଇଁ ବହୁତ କିଛି ଚେଷ୍ଟା ଜାରି ରଖିଛି, କିନ୍ତୁ ଘୋରେଇ ପାରୁନି। କାହିଁକିନା ଯେହେତୁ ଡ୍ରାଇଭର ଅଛି ନା, ଡ୍ରାଇଭର ସାଙ୍ଗରେ ହେଲ୍ପର ଯାଉଛି, ଯାହା କିଛି ହେବ ଡ୍ରାଇଭର ଜାଣିବ, ହେଲ୍ପର ବି ଜାଣିବ। କାହିଁକିନା ହେଲ୍ପର ଉପରେ ଯେହେତୁ ସଦା ଗାଳି ହେଉଛି, ଡ୍ରାଇଭରଟା ସେଠି ରହିକି ସବୁ କିଛି ଦେଖୁଛି, ଶୁଣୁଛି। ଆମର ଯେମିତି ଗୁରୁ ଶିଷ୍ୟ ଯେମିତି ନିବିଡ଼ ସମ୍ପର୍କ, ସେମିତି ହେଉଛି ଡ୍ରାଇଭର ହେଲ୍ପର ହେଉଛି ନିବିଡ଼ ସମ୍ପର୍କ। କାହିଁକିନା ଗୁରୁ ଶିଷ୍ୟ ଯେମିତି, ଡ୍ରାଇଭର ହେଲ୍ପର ସେମିତି। ଶିଷ୍ୟ ଯାହା ହେଲେ ଗୁରୁଠାରୁ ଶିକ୍ଷା ଗ୍ରହଣ କରନ୍ତି। ତାପରେ ସବୁ କିଛି କରନ୍ତି। ଶିଷ୍ୟ ଯେଉଁଠି ଭୁଲ କରିଦିଅନ୍ତି, ଗୁରୁ ସେଠି କ'ଣ ନା ଘୋରେଇ ପକାନ୍ତି। ଏଠି ହେଉଛି ସେଇଆ। ଏଠି ହେଉଛି ଡ୍ରାଇଭର ହେଲ୍ପର ହେଉଛି ସେଇଆ। ହେଲ୍ପର ଯାହା ବି ହେଲେ ଡ୍ରାଇଭର ଆଉ ଗୁରୁ, ହେଲ୍ପର ହେଉଛି ଶିଷ୍ୟ। ହେଲ୍ପର ଯାହା ଭୁଲ କରିବ, ଡ୍ରାଇଭର ତାକୁ ଘୋରେଇବ। କାହିଁକିନା ଡ୍ରାଇଭର ହେଲ୍ପରଙ୍କର ଯେମିତି ନିବିଡ଼ ସମ୍ପର୍କ, ଗୁରୁ ଶିଷ୍ୟଙ୍କର ସେମିତି ନିବିଡ଼ ସମ୍ପର୍କ। ସେଦିନ ମୁଁ ଦେଖିକି ମୋ ମନ କୁଣ୍ଡେ ମୋଟ ହୋଇଗଲା। କାହିଁକିନା ସେ ଡ୍ରାଇଭର ହେଲ୍ପର ସେ ଗାଡ଼ି ହେଲେ ଛାଡ଼ିଦେଲେ, କିନ୍ତୁ ସେ ଗାଡ଼ିରେ ଚଢ଼ିଲେନି। ତାଙ୍କର ସେମିତି ଗୁରୁ ଶିଷ୍ୟ ଯେମିତି ନିବିଡ଼ ସମ୍ପର୍କ, ସେମିତି ଡ୍ରାଇଭର ହେଲ୍ପରଙ୍କର ବି ନିବିଡ଼ ସମ୍ପର୍କ। ମୋତେ ବହୁତ ଖୁସି ଲାଗିଲା ସେଦିନ ଦେଖିକି, ବହୁତ ଖୁସି ଲାଗିଲା। ଗୁରୁ ଶିଷ୍ୟ ନିବିଡ଼ ସମ୍ପର୍କ ଯେମିତି, ଡ୍ରାଇଭର ହେଲ୍ପର ନିବିଡ଼ ସମ୍ପର୍କ ସେମିତି। ଡ୍ରାଇଭର ହେଲ୍ପର ଯେଉଁଠି ଭୁଲ କରିଦେଇ, ଡ୍ରାଇଭର ସେଠି ତାକୁ ଘୋରେଇ ଦିଏ। ଡ୍ରାଇଭର ତାକୁ ନିଜ ମୁଣ୍ଡକୁ ନେଇଯାଏ ସେଇଟା। ଶିଷ୍ୟ ଯେଉଁଠି ଭୁଲ କରନ୍ତି, ଗୁରୁ ସେଠି ନିଜ ମୁଣ୍ଡକୁ ନେଇଯାଆନ୍ତି। ହଉ ମୁଁ ଏତିକି କହି ରଖୁଛି। ଜୟ ଜଗନ୍ନାଥ।